ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଭାବେ କିଏ ପରିଚିତ? ଆପଣମାନଙ୍କର ଅପସନ୍ ଗୁଡ଼ିକ ହେଉଛି ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଜଗନ୍ନାଥ ଦାସ, ବଳଦେବ ରଥ। ଆପଣଙ୍କର ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ଏବଂ ଏହାର ସଠିକ୍ ଉତ୍ତର ହେଉଛି ଉପେନ୍ଦ୍ର ଭଞ୍ଜ। ଓଡ଼ିଆ ବର୍ଣ୍ଣବୋଧ କିଏ ରଚନା କରିଥିଲେ? ଆପଣମାନଙ୍କର ଅପସନ୍ ଗୁଡ଼ିକ ହେଉଛି ମଧୁସୂଦନ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ମଧୁସୂଦନ ରାଓ, ଫକୀରମୋହନ ସେନାପତି। ଆପଣଙ୍କର ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ଏବଂ ଏହାର ସଠିକ୍ ଉତ୍ତରଟି ହେଉଛି ମଧୁସୂଦନ ରାଓ। ସିଦ୍ଧାନ୍ତ ଦର୍ପଣର ରଚୟିତା କିଏ? ଆପଣମାନଙ୍କର ଅପସନ୍ ଗୁଡ଼ିକ ହେଉଛି ଫକୀରମୋହନ ସେନାପତି, ଗୋପାଳ ଚନ୍ଦ୍ର ପ୍ରହରାଜ, ପଠାଣି ସାମନ୍ତ, ସାରଳା ଦାସ। ଆପଣଙ୍କର ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ଏହାର ସଠିକ୍ ଉତ୍ତରଟି ହେଉଛି ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ। ପ୍ରଥମ ସାରଳା ପୁରସ୍କାର କିଏ ପାଇଥିଲେ? ଆପଣମାନଙ୍କର ଅପସନ୍ ଗୁଡ଼ିକ ହେଉଛି ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ। ଆପଣଙ୍କର ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ଏବଂ ଏହାର ସଠିକ୍ ଉତ୍ତରଟି ହେଉଛି ସୁରେନ୍ଦ୍ର ମହାନ୍ତି। ଦ୍ୱିତୀୟ ସାରଳା ପୁରସ୍କାର କିଏ ପାଇଥିଲେ? କମେଣ୍ଟ କରି ଜଣାନ୍ତୁ। ଗୀତ ଗୋବିନ୍ଦ କିଏ ଲେଖିଥିଲେ? ଆପଣଙ୍କର ଅପସନ୍ ଗୁଡ଼ିକ ହେଉଛି ଜଗନ୍ନାଥ ଦାସ, ବଳରାମ ଦାସ, ସାରଳା ଦାସ, ଜୟଦେବ। ଆପଣଙ୍କର ସମୟ ଆରମ୍ଭ ହେଉଛି ବର୍ତ୍ତମାନ। ଏବଂ ଏହାର ସଠିକ୍ ଉତ୍ତରଟି ହେଉଛି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ।